ସମସ୍ତଙ୍କୁ ଓଂ ସାଇରାମ ଆଶା କରୁଛି ଭଗବାନଙ୍କ କୃପାରୁ ସମସ୍ତେ ବହୁତ ଭଲ ଭାବରେ ଥିବେ। ଚାଲନ୍ତୁ ଆଜି ଶୁଣିବା ଘର ଆଗରେ କେଉଁ ସବୁ ଗଛ ରହିଲେ ଘରକୁ ସୁଖ ସମୃଦ୍ଧି ଆଣିଥାଏ। ତାପରେ ଶୁଣିବା ଜୀବନରେ 3ଟି କାମ କେବେ ବି କରିବେନି। ତାପରେ ଶୁଣିବା ମନକୁ ଛୁଇଁଗଲା ଭଳି ଆଜିର ଅନୁଚିନ୍ତା। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ, କାହିଁକିନା ମୁଁ ଯାହାବି ଭିଡ଼ିଓ ଅପଲୋଡ଼ କରିବି ସେସବୁର ନୋଟିଫିକେସନ୍ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ ଆଉ ଆପଣମାନେ ଏହିପରି ଦେଖିପାରିବେ, ଶୁଣିପାରିବେ। ତାହେଲେ ଚାଲନ୍ତୁ ଶୁଣିବା। ଆକାଶର ଉଚ୍ଚରେ ଉଡ଼ୁଥିବା ପକ୍ଷୀ ମଧ୍ୟ ଗର୍ବ କରେ ନାହିଁ। ସେ ଜାଣେ ବସିବା ପାଇଁ ଆକାଶରେ ସ୍ଥାନ ନାହିଁ, ତଳକୁ ଓହ୍ଲାଇବାକୁ ପଡ଼ିବ। ସେଥିପାଇଁ ଜୀବନରେ ଗର୍ବ କରିବା ଉଚିତ ନୁହେଁ। ଯେମିତି ଲୁଣକୁ ଗୋଟିଏ ସୁନା ତାଟିଆରେ ରଖି ଚାଖିଲେ ମଧ୍ୟ ତାର ସ୍ୱାଦ ବଦଳେ ନାହିଁ, ଠିକ୍ ସେମିତି ସ୍ୱାର୍ଥପର ଲୋକଙ୍କର ଯେତେ ବି ଉପକାର କର, ତାଙ୍କର ସ୍ୱାର୍ଥ ସ୍ୱଭାବ କେବେ ମଧ୍ୟ ବଦଳିବ ନାହିଁ। ଚୁପ୍ ରହିବା କୌଣସି ବ୍ୟକ୍ତିର କମଜୋରି ନୁହେଁ, ତାଙ୍କର ଧୈର୍ଯ୍ୟର ପରିଚୟ ଦେଇଥାଏ। ନଚେତ୍ ଯାହାକୁ ସହିବା ଆସେ ତାକୁ ମଧ୍ୟ କହିବା ଆସେ। ନିଜେ ନିଜକୁ କୌଣସି କାମରେ ବ୍ୟସ୍ତ ରଖନ୍ତୁ, କାହିଁକିନା ବ୍ୟସ୍ତ ହିଁ ମଣିଷକୁ ଦୁଃଖୀ ହେବାକୁ ଦେଇନଥାଏ, ଆଉ ଚେଷ୍ଟା ହିଁ ମଣିଷକୁ ସଫଳ ଏବଂ ସୁନ୍ଦର ବନେଇ ଦେଇଥାଏ। ପୃଥିବୀରେ ଏମିତି କେହି ବ୍ୟକ୍ତି ନାହିଁ ଯେ ଯାହାର କିଛି ସମସ୍ୟା ନାହିଁ, ଆଉ ପୃଥିବୀରେ ଏମିତି କିଛି ସମସ୍ୟା ନାହିଁ ଯାହାର ସମାଧାନ ନାହିଁ। ଲକ୍ଷ ଲକ୍ଷ ଉଚ୍ଚରେ ଥାଇ ମଧ୍ୟ କାହିଁକିନା ରାସ୍ତା ସବୁବେଳେ ପାଦ ତଳେ ହିଁ ଥାଏ। ଅସୁବିଧାରେ ଥିଲାବେଳେ ସଚ୍ଚୋଟ ଏବଂ ଦାୟିତ୍ୱବାନ ହୁଅନ୍ତୁ। ସମ୍ପତ୍ତି ଥିଲାବେଳେ ସରଳ ହୁଅନ୍ତୁ। କ୍ଷମତା ଥିଲାବେଳେ ନମ୍ର ହୁଅନ୍ତୁ ଏବଂ କ୍ରୋଧରେ ଥିଲାବେଳେ ନୀରବ ରୁହନ୍ତୁ। ଏହାକୁ ହିଁ କୁହନ୍ତି ଜୀବନ। ଚାଲନ୍ତୁ ଏବେ ଶୁଣିବା କେଉଁ ସବୁ 3ଟି କାମ କେବେ ବି କରିବ ନାହିଁ। କେବେ ବି ପ୍ରେମ କରିବ ନାହିଁ। ନିଜଠୁ ଅଧିକ କେବେ କାହାକୁ ବିଶ୍ୱାସ କରିବନି। ମା ବାପାଙ୍କ ବିପକ୍ଷରେ ଯାଇ କେବେ ବି ବାହା ହେବନି। ଚାଲନ୍ତୁ ଏବେ ଶୁଣିବା କେଉଁ ସବୁ ଗଛ ଘର ଆଗରେ ଥିଲେ ସୁଖ ସମୃଦ୍ଧି ଆଣିଥାଏ। ତୁଳସୀ ଗଛ। ଘର ପରିବେଶ ସର୍ବଦା ଶାନ୍ତି ରହେ। କଦଳୀ ଗଛ। ଘରକୁ ସମୃଦ୍ଧି ଆସେ, ଧନ ସମ୍ପତ୍ତି ବୃଦ୍ଧି ପାଏ। ନଡ଼ିଆ ଗଛ। ଘରେ ସର୍ବଦା ଶୁଭ ହୁଏ। ନିମ୍ବ ଗଛ। ଘରେ ସର୍ବଦା ଶାନ୍ତି ରହେ। ଆମ୍ବ ଗଛ। ଘର ପାଇଁ ସର୍ବଦା ଶୁଭ ଏବଂ ଆର୍ଥିକ ସମୃଦ୍ଧି ଆଣି ଦେଇଥାଏ। କଣ୍ଟା ଗଛ। ଘରେ ସର୍ବଦା କଲହ ଲାଗି ରହେ, ଘରର ଉନ୍ନତିରେ ବାଧା ସୃଷ୍ଟି ହୁଏ। ତାଲ ଗଛ। ଘରେ ସର୍ବଦା କଳି ଝଗଡ଼ା ଲାଗି ରୁହେ ଓ ବିପଦ ମାଡ଼ି ଆସେ। ରାସ୍ତାରେ ଗଲାବେଳେ ତୁମ ବିଷୟରେ କେତେ ଲୋକ କେତେ କଥା କହନ୍ତି। ତୁମେ କ'ଣ ସେଥିପାଇଁ ଚାଲିବା ଛାଡ଼ି ଦେଉଛ କି? ନୁହଁ ନା। ସେମିତି ଜୀବନ ରୂପକ ରାସ୍ତାରେ ଚାଲିଲା ବେଳେ ଲୋକେ ଅନେକ କଥା କହିବେ, ସେଥିପ୍ରତି ଧ୍ୟାନ ନ ଦେଇ ଆଗକୁ ଚାଲିବା ଆବଶ୍ୟକ। ଲୋକମାନେ ଏଇଟା ତ ଗୋଟିଏ ଅଭ୍ୟାସ। ଆମେ ଭଲ କଲେ ବି ଲୋକେ କହିବେ ଆଉ ଖରାପ କଲେ ବି କହିବେ। ଅସତ୍ୟ କଥା କହିବା ସବୁଠାରୁ ମହାପାପ। ଯେଉଁ ଲୋକ ସର୍ବଦା ସତ୍ୟ କହେ, ଭଗବାନ ତାର ହୃଦୟରେ ବାସ କରନ୍ତି। ଯିଏ ମହାନ ହେବାକୁ ଇଚ୍ଛା କରେ ସେ ଧୈର୍ଯ୍ୟବାନ ଓ ସହନଶୀଳ ହେବା ଦରକାର। ତାହାହେଲେ ସେ ପୃଥିବୀକୁ ଜୟ କରିପାରିବ। ମନୁଷ୍ୟ ଯେତେ ବଡ଼ ଧନୀ, ଜ୍ଞାନୀ, ପଣ୍ଡିତ ଓ ସନ୍ଥ ହେଲେ ମଧ୍ୟ ତାର ଆଚରଣ ହୀନ ହେଲେ ନିଜର କ୍ଷତି ହେବ, ତତ୍ସଙ୍ଗେ ସମାଜର କ୍ଷତି ହୋଇଥାଏ। ଅସତ୍ୟ ମନୁଷ୍ୟର କେଉଁଠାରେ ସ୍ଥାନ ନାହିଁ। ତାକୁ ସମସ୍ତେ ଘୃଣା କରନ୍ତି। ସାପ କାଟି ଛାଡ଼ିଲା ପରି ନିଜ କ୍ରୋଧ ତ୍ୟାଗ କରେ ସେ ପ୍ରକୃତ ମନୁଷ୍ୟ। କ୍ରୋଧ ହେଉଛି ମନୁଷ୍ୟର ପ୍ରଧାନ ଶତ୍ରୁ। ଭଗବାନଙ୍କ ପାଖକୁ ଯଦି ଯାଅ, ହୃଦୟକୁ ନିର୍ମଳ କରିକି ଯାଅ। ହୃଦୟର ମଳିନତା ଦୂର କରିବାକୁ ହେଲେ ସତ୍ସଙ୍ଗ,
ଆଧ୍ୟାତ୍ମିକ ବହି ପାଠ କର, ଜପ ତପ ଧ୍ୟାନରେ ମନ ଦିଅ, ମନକୁ ପ୍ରଫୁଲ୍ଲ କର। ଭକ୍ତି ମାର୍ଗରେ ଗଲେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଈଶ୍ୱର ଉପଲବ୍ଧ କରିପାରିବେ। ଭଗବାନ ନିରାକାର, ଏହା ହିଁ ସତ୍ୟ। ଈଶ୍ୱର ପ୍ରାପ୍ତି ପାଇଁ ପ୍ରେମ ଭକ୍ତି ଏବଂ ମାନସିକ ପ୍ରେମ ଦରକାର। ଭକ୍ତି ବିହୀନ ଧର୍ମ ଧର୍ମ ନୁହେଁ। ଯେତେ ତୀର୍ଥଧନ ଭ୍ରମଣ କରୁଥା, ଶେଷ ତୀର୍ଥ ତୋର ମଶାଣି ଭୂଇଁ। ଯେତେ ହୋମଯଜ୍ଞ ସମିଧ ଜାଲୁଥା, ନିଜେ ଜଳିଯିବୁ ଜଳିଲେ ଜୁଇ। ଯେତେ ମନ ଭୁଲା ସଙ୍ଗୀତ ଶୁଣୁଥା, ରାମ ନାମ ସତ୍ୟ ଶୁଣିବୁ ଶେଷେ। ଯେତେ ଅହଙ୍କାର ଦେହରେ ମଡୁଥା, ଶେଷ ବନ୍ଧା ପାଲ ଦଉଡ଼ି ପାଶେ। ଯେତେ ବହଲିଆ ଗଦିରେ ଶୋଉଥା, ଶେଷେ ଟୋକେଇରେ ଦେବେ ଶୁଆଇ। ଯେତେ ସମ୍ପତ୍ତିକୁ ସଞ୍ଚିଲେ ସଞ୍ଚୁଥା, ମଲା ପରେ ସବୁ ନେବେ ବୁହାଇ। ଯେତେ ହଣ୍ଡାହାଣ୍ଡି ସାଇତି ରଖୁଥା, ଶେଷେ ଭାତ ଦେବେ ମାଣ୍ଡି ହାଣ୍ଡିରେ। ଯେତେ ଦାମୀ ଲୁଗା ସଜେଇ ରଖିଥା, ଘୋଡ଼େଇବେ ଧଳା ଲୁଗା ଖଣ୍ଡିରେ। ସୁନା ଥାଳିଆରେ ଖାଇଲେ ଖାଉଥା, ମଲା ପରେ ଦେବେ ପତରେ ବାଢ଼ି। ବାରି ପଛଆଡ଼େ ଘାସକୁ ଆଡ଼େଇ, ଦାନ୍ତ କାଠି ପାଣି ଦେବେ ସଜାଡ଼ି। ଯେତେ ସିଏ ଏଠି ସମ୍ପତ୍ତି ଅର୍ଜିଛି, କିଏ ମଲା ବେଳେ ପାରିଛି କି ନେଇ। ଯୌବନରେ କାଉ ସୁନ୍ଦରୀ ଦିଶେ, ଶ୍ରାବଣରେ ନଦୀ କୁମାରୀ ବୋଲାଏ। କ୍ଷମତାରେ ଥିଲେ ନେତା ମାନଙ୍କର ମିଛ କଥା ମଧ୍ୟ ଅମୃତ ପରି ଲାଗେ। ଆଉ ଧନ ସମ୍ପତ୍ତି ଥିଲେ ମୂର୍ଖ ବି ପଣ୍ଡିତ ହୋଇଯାଏ। ଏହା ହିଁ ଆଜିର ସମାଜର ରୀତି। କେହି ଜଣେ ବରଫକୁ ପଚାରିଲା, ତୁ ଏତେ ଥଣ୍ଡା କ'ଣ ପାଇଁ? କେବେ କ'ଣ ପାଇଁ ଗରମ ହେଉନୁ କାହିଁକି? ବରଫଟି ହସିଦେଇ କହିଲା, କାରଣ ମୋ ଅତୀତ ହେଉଛି ଥଣ୍ଡା, ଭବିଷ୍ୟତ ପାଇଁ ବି ଥଣ୍ଡା, ତେଣୁ ବର୍ତ୍ତମାନ ଗରମ କ'ଣ ପାଇଁ ହେବି। ଠିକ୍ ସେହିଭଳି ମଣିଷର ଅତୀତ ଖାଲି ହାତ, ଆଉ ଭବିଷ୍ୟତ ମଧ୍ୟ ଖାଲି ହାତ। ତାହେଲେ ଏତେ ଗର୍ବ ଅହଙ୍କାର କ'ଣ ପାଇଁ? ଯଦି ଆଜିର ଅନୁଚିନ୍ତା ଆପଣମାନଙ୍କୁ ପସନ୍ଦ ଆସିଲା, ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। କାହିଁକିନା ମୁଁ ଯାହା ବି ଭିଡ଼ିଓ ଅପଲୋଡ଼ କରିବି ସେସବୁର ନୋଟିଫିକେସନ୍ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ଆଗାମୀ ଅଧ୍ୟାୟରେ ପୁଣି ଏକ ନୂତନ ଆଜିର ଅନୁଚିନ୍ତା ନେଇ ଆସିବି। ତାହେଲେ ରହୁଛି। ଓଁ ସାଇରାମ, ଜୟ ସାଇରାମ।